ଗୋଟିଏ ସହରରେ ଜଣେ ବହୁତ ଧନୀ ବ୍ୟବସାୟୀ ରହୁଥିଲେ। ସେ ଅନେକ କାରଖାନାର ମାଲିକ ଥିଲେ। ଗୋଟିଏ ସନ୍ଧ୍ୟାରେ ସେ ହଠାତ୍ ବହୁତ ଅସ୍ଥିର ଅନୁଭବ କରିବାକୁ ଲାଗିଲେ। ଡାକ୍ତରଙ୍କୁ ଡକାଗଲା ଏବଂ ସମସ୍ତ ପରୀକ୍ଷା କରାଗଲା, କିନ୍ତୁ କିଛି ବାହାରିଲା ନାହିଁ। ତାଙ୍କର ଅସ୍ଥିରତା ବଢ଼ିବାରେ ଲାଗିଲା। ସେ ବୁଝିପାରୁନଥିଲେ କ'ଣ ହେଉଛି। ରାତି ହୋଇଗଲା। ସେ ନିଦ ବଟିକା ମଧ୍ୟ ଖାଇଦେଲେ, କିନ୍ତୁ ନା ସେ ଶୋଇବାକୁ ପ୍ରସ୍ତୁତ ଥିଲେ, ନା ତାଙ୍କର ଅସ୍ଥିରତା କମିଯାଉଥିଲା। ସେ ରାତି 3ଟାରେ ଉଠି ଘରର ବଗିଚାରେ ଚାଲିବାକୁ ଲାଗିଲେ। ଚାଲିବା ସମୟରେ ସେ ଅନୁଭବ କଲେ ବାହାରେ ବହୁତ ଶାନ୍ତି ଲାଗୁଛି। ତେଣୁ ସେ ଚାଲି ଚାଲି ରାସ୍ତାରେ ବାହାରିଗଲେ। ଚାଲିବା ସମୟରେ ତାଙ୍କ ମନରେ ହଜାର ହଜାର ଭାବନା ଘୂରି ବୁଲୁଥିଲା। ଏବେ ସେ ଘରୁ ବହୁତ ଦୂରରେ ଆସି ପହଞ୍ଚିଥିଲେ ଏବଂ ଥକିଯିବା ହେତୁ ସେ ଗୋଟେ ଚେୟାରରେ ବସି ପଡ଼ିଲେ। ଯେତେବେଳେ ସେ ଟିକିଏ ଶାନ୍ତି ପାଇଲେ, ସେ ଆରାମରେ ବସିଗଲେ। ଏହି ସମୟରେ ଗୋଟିଏ କୁକୁର ଆସି ତାଙ୍କ ଚପଲ ଛଡ଼ାଇ ନେଇଗଲା। ଯେତେବେଳେ ବ୍ୟବସାୟୀ ଏହା ଦେଖିଲେ, ସେ ଅନ୍ୟ ଚପଲଟି ଉଠାଇ କୁକୁର ପଛରେ ଦୌଡ଼ିଲେ। କୁକୁରଟି ପାଖରେ ଥିବା ଗୋଟେ କୁଡ଼ିଆ ଭିତରକୁ ପଶିଗଲା। ବ୍ୟବସାୟୀ ମଧ୍ୟ ତା ପଛେ ପଛେ ଯାଉଥିଲେ। ବ୍ୟବସାୟୀଙ୍କୁ ପାଖକୁ ଆସୁଥିବା ଦେଖି କୁକୁରଟି ଚପଲ ସେଠାରେ ଛାଡ଼ି ଚାଲିଗଲା। ସେଠ୍ ଆଶ୍ୱସ୍ତିର ନିଶ୍ୱାସ ନେଇ ଚପଲ ପିନ୍ଧିବାକୁ ଲାଗିଲେ। ଠିକ୍ ସେତିକି ବେଳେ ସେ କାହାର କାନ୍ଦ ଶୁଣିଲେ। ସେ ପାଖକୁ ଗଲେ ଏବଂ ଶବ୍ଦଟି ଗୋଟିଏ କୁଡ଼ିଆରୁ ଆସୁଥିଲା। ସେ କୁଡ଼ିଆ ଭିତରେ ଥିବା ଛିଣ୍ଡା ବସ୍ତା ଭିତରକୁ ଚାହିଁ ଦେଖିଲେ ଯେ ଜଣେ ମହିଳା ଏକ ଚିରା ଏବଂ ମଇଳା ଚାଦର ଉପରେ କାନ୍ଥକୁ ଆଉଜି କାନ୍ଦୁଛନ୍ତି ଏବଂ ସେ କହୁଛନ୍ତି, ହେ ଭଗବାନ, ମୋତେ ସାହାଯ୍ୟ କର। ସେଠ୍ଙ୍କ ମନରେ ଆସିଲା ଯେ ସେ ସେଠାରୁ ଚାଲିଯିବା ଉଚିତ, ନଚେତ୍ କେହି ଭୁଲ ଭାବିପାରନ୍ତି। ଯେତେବେଳେ ସେ ଟିକେ ଆଗକୁ ବଢ଼ିଲେ, ତାଙ୍କ ମନରେ ଏକ ଭାବନା ଆସିଲା ଯେ ସେହି ମହିଳା କାହିଁକି କାନ୍ଦୁଛନ୍ତି, ତାଙ୍କର ସମସ୍ୟା କ'ଣ। ତାଙ୍କ ହୃଦୟର କଥା ଶୁଣି ସେଠାକୁ ଯାଇ ଦ୍ୱାର ବାଡ଼େଇଲେ। ମହିଳା ଜଣକ ଦ୍ୱାର ଖୋଲିଲେ ଏବଂ ବ୍ୟବସାୟୀଙ୍କୁ ଦେଖି ଭୟଭୀତ ହୋଇଗଲେ। ବ୍ୟବସାୟୀ ହାତ ଯୋଡ଼ି କହିଲେ, ଚିନ୍ତା କର ନାହିଁ ଭଉଣୀ, ମୁଁ କେବଳ ଜାଣିବାକୁ ଚାହୁଁଛି ତୁମେ କାହିଁକି କାନ୍ଦୁଛ। ମହିଳାଙ୍କ ଆଖିରୁ ଲୁହ ବୋହିବାକୁ ଲାଗିଲା ଏବଂ ସେ ପାଖରେ ଥିବା ଏକ ଲୁଗାରେ ଗୁଡ଼ା ହୋଇଥିବା 7-8 ବର୍ଷର ଝିଅ ଆଡ଼କୁ ଆଙ୍ଗୁଠି କଲେ ଏବଂ କାନ୍ଦି କାନ୍ଦି ସେ କହିଲେ ଯେ ମୋ ଝିଅ ବହୁତ ଅସୁସ୍ଥ ଏବଂ ତା ଚିକିତ୍ସା ପାଇଁ ବହୁତ ଖର୍ଚ୍ଚ ହେବ। ମୁଁ ଘରକୁ ଯାଇ ମୋର ଖାଦ୍ୟ ରୋଜଗାର କରିବା ପାଇଁ ମହଲା ସଫା କରେ। ମୁଁ ଏହାର କିପରି ଚିକିତ୍ସା କରିପାରିବି। ବ୍ୟବସାୟୀ କହିଲେ, ତେବେ କାହାକୁ ପଚାର। ଏଥିରେ ମହିଳା ଜଣକ କହିଲେ, ମୁଁ ସମସ୍ତଙ୍କୁ ପଚାରିଛି, ଖର୍ଚ୍ଚ ବହୁତ ଅଧିକ, କେହି ଦେବାକୁ ପ୍ରସ୍ତୁତ ନୁହନ୍ତି। ସେଠ୍ କହିଲା, ରାତିରେ ଏମିତି କାନ୍ଦିଲେ ଆମେ କ'ଣ ତାହା ପାଇଯିବୁ। ମହିଳା ଜଣକ କହିଲେ, ଗତକାଲି ଜଣେ ସାଧୁ ଏଠାରୁ ଯାଉଥିଲେ। ମୁଁ ତାଙ୍କୁ ମୋର ସମସ୍ୟା କହିଲି। ତାପରେ ସେ କହିଲେ, ତୁମେ ସକାଳ 4ଟାରେ ଉଠି ତୁମର ଭଗବାନଙ୍କୁ ପ୍ରାର୍ଥନା କର। ଏକ ଗଦିରେ ବସି କାନ୍ଦି ତାଙ୍କୁ ସାହାଯ୍ୟ ଭିକ୍ଷା କର। ସେ ସମସ୍ତଙ୍କ କଥା ଶୁଣନ୍ତି ଆଉ ତୁମର ମଧ୍ୟ ଶୁଣିବେ। ମୋ ପାଖରେ ତାଙ୍କୁ ମାଗିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା ଏବଂ ସେ ବହୁତ ଜୋରରେ କାନ୍ଦିବାକୁ ଲାଗିଲା। ଏସବୁ ଶୁଣି ସେଠ୍ଙ୍କ ହୃଦୟ ତରଳିଗଲା ଏବଂ ସେ ତୁରନ୍ତ ଏକ ଆମ୍ବୁଲାନ୍ସ ଡାକି ଝିଅଟିକୁ ଭର୍ତ୍ତି କଲେ। ଯେତେବେଳେ ଡାକ୍ତର ତାଙ୍କୁ କହିଲେ ଯେ ଖର୍ଚ୍ଚ 1 ଲକ୍ଷ ଟଙ୍କା ହେବ, ସେଠ୍ ନିଜେ ଦାୟିତ୍ୱ ନେଲେ ଏବଂ ତାର ଚିକିତ୍ସା କରାଇଲେ। ସେ ସେହି ମହିଳାଙ୍କୁ ତାଙ୍କ ସ୍ଥାନରେ ଏକ ଚାକିରି ଦେଲେ ଏବଂ ତାଙ୍କ ବଙ୍ଗଳାର ଚାକର କ୍ୱାର୍ଟରରେ ଏକ ସ୍ଥାନ ଯୋଗାଇ ଦେଲେ ଏବଂ ଝିଅର ଶିକ୍ଷାର ଦାୟିତ୍ୱ ମଧ୍ୟ ନେଲେ। ସେଠ୍ ଜଣେ କଠିନ ପରିଶ୍ରମୀ କିନ୍ତୁ ନାସ୍ତିକ ଥିଲେ। ଏବେ ତାଙ୍କ ମନରେ ଶହ ଶହ ପ୍ରଶ୍ନ ଘୂରି ବୁଲୁଛି, କାରଣ ସେ ଆମ୍ବୁଲାନ୍ସ ଡାକିବା ମାତ୍ରେ ତାଙ୍କର ଚିନ୍ତା ଶେଷ ହୋଇଯାଇଥିଲା। ସେ ଭାବୁଥିଲେ, କେଉଁ ଶକ୍ତି ମୋତେ ସେଠାକୁ ଟାଣି ନେଇଥିଲା। ଇଏ ହିଁ ଭଗବାନ କି? ଆଉ ଯଦି ଏହା ଈଶ୍ୱର, ତେବେ ସମଗ୍ର ବିଶ୍ୱ ଧର୍ମ ଏବଂ ଜାତି ଆଧାରରେ ପରସ୍ପର ମଧ୍ୟରେ କାହିଁକି ଲଢ଼ୁଛି? କାରଣ ନା ମୁଁ ସେହି ମହିଳାଙ୍କ ଜାତି ବିଷୟରେ ପଚାରି ନଥିଲି, ନା ଈଶ୍ୱର ଜାତି ଦେଖିଥିଲେ। ପରମେଶ୍ୱର ତାଙ୍କର ଯନ୍ତ୍ରଣା ଦେଖିଲେ ଏବଂ ମୋତେ ଏତେ ଭ୍ରମଣ କରାଇବା ପରେ ସେ ମୋତେ ତାଙ୍କ ପାଖକୁ ଆଣିଲେ। ଏବେ ବ୍ୟବସାୟୀ ବୁଝିପାରିଥିଲେ ଯେ କାମ ସହିତ ସେବା କେତେ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ତାଙ୍କ ଜୀବନରେ ଏତେ ଶାନ୍ତି କେବେ ଅନୁଭବ କରିନଥିଲେ। ମଣିଷ ଏବଂ ସମଗ୍ର ଜୀବଜଗତର ସେବା ଧର୍ମ ହେଉଛି ପ୍ରକୃତ ଭକ୍ତି। ଯଦି ତୁମେ ଈଶ୍ୱରଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛ, ତେବେ ମାନବ ଧର୍ମ ଗ୍ରହଣ କର ଏବଂ ସମୟ ସମୟରେ ଅସହାୟ କିମ୍ବା ନିଃସହାୟ ସମସ୍ତଙ୍କୁ ସାହାଯ୍ୟ କର, କାରଣ ଈଶ୍ୱର ସେମାନଙ୍କ ଚାରିପାଖରେ ବାସ କରନ୍ତି। ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।